କବିତାର ଶୀର୍ଷକ ସ୍ୱପ୍ନର ତାଜମହଲ। ଦେଖା ଆମ ହୋଇଥିଲା ବାଲିଯାତ୍ରା ତଳ ପଡ଼ିଆରେ, ଶୀତୁଆ ସଞ୍ଜ ସାଥେ ମହାନଦୀ ପଠାରେ। ତୁମ ମୁହଁ ଦିଶୁଥିଲା ଚିକ୍ମିକ୍ କରୁଥିବା ଜହ୍ନ ଆଲୁଅରେ। ଅନ୍ୟମନସ୍କ ହୋଇ ଆଗେ ଚାଲୁଥିଲ ତୁମେ। ପଶ୍ଚାତରେ ଚାଲୁଥିଲା ବେଳେ ଦୃଷ୍ଟିଗୋଚର ହେଲା ମୋର ଏକ ମନି ପର୍ସ ଉପରେ। ଭାବିନେଲି ତୁମର ବୋଲି ବାଧ୍ୟ ହୋଇ ଡାକିଲି ତୁମକୁ। ପଚାରିଲି, ଏହା କ'ଣ ତୁମର? ମୃଦୁ ହସି ହସି ଅଜାଡ଼ି ଦେଇଥିଲ ଅଜସ୍ର ଧନ୍ୟବାଦ। ପଚାରି ନେଇଥିଲ ମୋ ପୂରା ଠିକଣା, ଆଉ ଆସୁଛି ବୋଲି କହିଦେଇ ଚାଲି ଯାଇଥିଲ। ମୃଦୁ ହସ ତୁମ କିଣି ନେଇଥିଲା ମୋ ମନ ଆଉ ହୃଦୟକୁ। ଭାବୁଥିଲି ଆଉ କେବେ ଦେଖା ହୁଅନ୍ତା କି କିବା ଆସନ୍ତାକାଲି ଆସନ୍ତା କି। କି ବୋକାଟା ମୁଁ! ପଚାରି ତ ପାରିଥାନ୍ତି ତା'ର ଠିକଣା, ପୁଣି ଆଉ କେବେ ଆସିବ ବୋଲି। ତାହା ତ ନୋହିଲା। ଭଗ୍ନ ମନୋରଥ ନେଇ ଫେରିଗଲି ମୋର ସେଇ କୁଟୀରକୁ। ବିତିଗଲା ଅଳ୍ପ କିଛି ଦିନ। ବସି ମୋର ଦାଣ୍ଡ ବାରଣ୍ଡାରେ ଦେଖୁଥିଲି ନୀଡ଼ଫେରା ବିହଙ୍ଗକୁ, ଆଉ ତା ସାଥେ ପ୍ରସ୍ଥାନ ଅପେକ୍ଷାରେ ଥିବା ସେଇ ଅସ୍ତଗାମୀ ଅଂଶୁମାନଙ୍କୁ। ଡାକବାଲା ଆସି ପହଞ୍ଚିଲା। ହାତେ ମୋର ଧରାଇ ଦେଲା ବନ୍ଦ ଥିବା ଏକ ନୀଳ ଲଫାଫାକୁ। ହୋଇ ଆନନ୍ଦିତ ଅବିଳମ୍ବେ ଖୋଲି ପଡ଼େ ଏକ ତରୁଣୀର ମନର ଭାବକୁ। ଅଚିହ୍ନା ଲାଗୁଥିଲେ ମଧ୍ୟ ଚିଠି ଶେଷେ ଲେଖାଥିଲା ନାମ ଆଉ ଯୋଗାଯୋଗ ଠିକଣା। ଅନୁରୋଧ ଥିଲା ଅବିଳମ୍ବେ ଫୋନ୍ କରିବାକୁ। ତତ୍କ୍ଷଣାତ୍ ଚାଲିଗଲି ମୋର ସେଇ କୋଠରୀ ମଧ୍ୟକୁ। ଫୋନ୍ ମୁଁ କଲି ସହସା। ଉତ୍ତର ଆସିଲା, କୁହନ୍ତୁ, କ'ଣ ଚିହ୍ନି ପାରୁନାହାନ୍ତି? ଚିହ୍ନିବେ ବା କିପରି? ବାଲିଯାତ୍ରା ତଳ ପଡ଼ିଆ ଆଉ ସେଇ ମନି ପର୍ସ ଚିହ୍ନି ପାରିଲ ତ? ଉତ୍ତର ଦେଲି, ମନେ ପଡ଼ିଲା। କିନ୍ତୁ ତୁମେ ଏତେ ବ୍ୟାକୁଳ କାହିଁକି? ମୋର ସାଥେ ତୁମର କାମ ବା କ'ଣ? ଉତ୍ତର ଆସିଲା, କାମ ଅଛି ତ ନିଶ୍ଚୟ। ଆଉ ଆମେ ଦୁହେଁ ଦେଖା ହେବା ବାଲିଯାତ୍ରା ଶେଷ ଦିନ। ଆସିବ ନିଶ୍ଚୟ। ଶେଷ ଦିନ ହେଲା ଉପନୀତ। ମନ କିନ୍ତୁ ଭାବୁଥିଲା ଅନ୍ୟ କିଛି। କାହିଁକି ସେ ତରୁଣୀର ଅକୁଣ୍ଠିତ ଭଲ ପାଇବା ଛଳନା କିମ୍ବା ପ୍ରତାରଣା ନୁହେଁ ତ? ଭାବନାର ଅନ୍ତରାଳେ ଦୃଷ୍ଟି ମୋର ପଡ଼ିଥିଲା ଏକ ତରୁଣୀ ଉପରେ। ସିଏ କି ଆଉ କିଏ ଭାବୁ ଭାବୁ ହଠାତ୍ ପହଞ୍ଚିଗଲା ମୋ ମୁହଁ ସମ୍ମୁଖରେ। ହସି ଦେଇ ଧରାଇଦେଲା ଏକ ସଦ୍ୟ ପ୍ରସ୍ଫୁଟିତ ରକ୍ତ ଗୋଲାପକୁ। ଭାବାବେଗ ହୋଇ କହି ଚାଲୁଥାଏ, ମୁଁ ତୁମକୁ ଭଲ ପାଏ। ଆଉ ତୁମେ କ'ଣ ମୋତେ ଭଲ ପାଅ ନା? ଯଦି ହଁ, ତାହେଲେ ଆଉ ଡେରି କାହିଁକି? ଆସ, ଆମେ ଦୁହେଁ ଗଢ଼ିଦେବା ଆମର ସେ ସ୍ୱପ୍ନର ତାଜମହଲକୁ।